ସାଙ୍ଗ, କେହି ଜଣେ ଏକ ସୁନ୍ଦର କଥା କହିଛନ୍ତି କି ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଯିଏ ସଂସାରର ସୃଷ୍ଟିକର୍ତ୍ତା, ସେ ନ ଚାହିଁଲେ ଗଛର ପତ୍ରଟି ବି ହଲିବନି। ଦୁନିଆର ସବୁ ସେଇ ଈଶ୍ୱରଙ୍କ ହାତ ତିଆରି ଜଣେ ଜଣେ କଣ୍ଢେଇ। ଆସନ୍ତୁ ଏହା ବିଷୟରେ ଏକ ଛୋଟ କାହାଣୀ ଶୁଣିବା। ଥରେ ଜଣେ ରାଜା ଯୁଦ୍ଧ ବିଦ୍ୟା ଶିଖୁଥିବା ସମୟରେ ହଠାତ୍ ତାଙ୍କ ଆଙ୍ଗୁଠି କଟିଗଲା। ତାପରେ ପାଖରେ ଠିଆ ହୋଇଥିବା ମନ୍ତ୍ରୀ ହଠାତ୍ କହିଲେ, ମଣିମା, ଚିନ୍ତା କର ନାହିଁ, ଯାହା ହେଉଛି ସବୁ ଭଲ ହେଉଛି। ରାଜା ମନ୍ତ୍ରୀଙ୍କ କଥା ଶୁଣି ରାଗିଗଲେ। ମନ୍ତ୍ରୀଙ୍କୁ କାରାଗାରରେ ବନ୍ଦୀ କରି ଫାଶୀ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ଏହା ଶୁଣି ମନ୍ତ୍ରୀ ଭୟଭୀତ ହୋଇ ରାଜାଙ୍କୁ ଅନୁରୋଧ କଲେ, ମହାରାଜ, ମୁଁ ଆପଣଙ୍କ ପାଇଁ ଏତେ ବର୍ଷ ଧରି କାମ କରିଛି, ଆପଣ ମୋର ଶେଷ ଇଚ୍ଛା ପୂରଣ କରିବେନି? ରାଜା କହିଲେ, ଠିକ୍ ଅଛି, ମୋତେ କୁହ ତୁମର ଶେଷ ଇଚ୍ଛା କ'ଣ? ମନ୍ତ୍ରୀ କହିଲେ, ଦୟାକରି ମୋତେ 10 ଦିନ ସମୟ ଦିଅନ୍ତୁ। ଏହାପରେ ଆପଣ ଯାହା ଚାହିଁବେ ସେହି ଦଣ୍ଡ ମୋତେ ଦେବେ। ରାଜା ତାଙ୍କର ଶେଷ ଇଚ୍ଛାକୁ ଗ୍ରହଣ କଲେ। ପରଦିନ ରାଜା ନିଜ ସୈନିକମାନଙ୍କ ସହିତ ଜଙ୍ଗଲରେ ଶିକାର କରିବାକୁ ବାହାରିଲେ। ରାଜା ଜଙ୍ଗଲରେ ରାସ୍ତା ଭୁଲି ଯାଇ ସୈନିକମାନଙ୍କଠାରୁ ଅଲଗା ହୋଇଗଲେ। ରାସ୍ତା ଖୋଜୁଥିବା ସମୟରେ ରାଜା ଜଙ୍ଗଲରେ ରହୁଥିବା ଲୋକମାନଙ୍କ ହାବୁଡ଼ରେ ପଡ଼ିଗଲେ, ଯେଉଁମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ବଳି ଦେବାକୁ ଖୋଜୁଥିଲେ। ସେମାନେ ରାଜାଙ୍କୁ କାବୁ କରିଥିଲେ ଆଉ ରାଜାଙ୍କୁ ଜଙ୍ଗଲର ଦେବୀଙ୍କୁ ବଳି ଦେବାକୁ ନେଇଗଲେ। ବଳିଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଗଲା। ରାଜାଙ୍କୁ ବଳିଦାନ ସ୍ଥାନକୁ ନିଆଯିବା ମାତ୍ରେ ସେଠାରେ ଠିଆ ହୋଇଥିବା ପୂଜକ ରାଜାଙ୍କ କଟି ଯାଇଥିବା ଆଙ୍ଗୁଳି ଦେଖିଲେ। ସେ କହିଲେ ଯେ ଏହି ଲୋକର ଆଙ୍ଗୁଳି ତ କଟି ଯାଇଛି, ଏହି ଲୋକକୁ ବଳି ଦିଆଯାଇପାରିବ ନାହିଁ। ତେଣୁ ସେମାନେ ରାଜାଙ୍କୁ ଛାଡ଼ିଦେଲେ। ରାଜା କୌଣସି ପ୍ରକାରେ ସେଠାରୁ ଚାଲି ଆସିଲେ ଏବଂ ତାଙ୍କ ରାଜ୍ୟରେ ପହଞ୍ଚିଲେ। ସର୍ବପ୍ରଥମେ ସେ ତାଙ୍କ ମନ୍ତ୍ରୀଙ୍କୁ ଭେଟିବା ପାଇଁ କାରାଗାରକୁ ଗଲେ। ରାଜା ମନ୍ତ୍ରୀଙ୍କୁ କହିଲେ, ତୁମେ ସେଦିନ ଠିକ୍ କହିଥିଲ, ଯଦି ମୋର ଆଙ୍ଗୁଠି କଟିନଥାନ୍ତା ମୁଁ ଆଜି ବଞ୍ଚିନଥାନ୍ତି। ତୁମ କଥା ସତ୍ୟ ହେଲା, ଯାହା ହେଉଛି ଠିକ୍ ହେଉଛି। ରାଜା ପୁନର୍ବାର ପଚାରିଲେ, ମୁଁ ଆଜି ସିନା ବଞ୍ଚି ଆସିଲି, କିନ୍ତୁ ତୁମର କ'ଣ ଲାଭ ହେଲା? ମୁଁ ତୁମକୁ ଅଯଥାରେ ଦଣ୍ଡ ଦେଲି। ମନ୍ତ୍ରୀ କହିଲେ, ମୁଁ ସବୁବେଳେ ଆପଣଙ୍କ ସହିତ ଶିକାର କରିବାକୁ ଯାଏ। ମୁଁ ଆଜି ମଧ୍ୟ ଆପଣଙ୍କ ସହ ସେଠାରେ ଥାନ୍ତି। ଆପଣଙ୍କ ଆଙ୍ଗୁଠି କଟି ଯାଇଥିବାରୁ ମୋତେ ବଳି ଦିଆଯାଇଥାନ୍ତା। ସେଥିପାଇଁ ମୋ ସହିତ ଯାହା ଘଟିଲା ତାହା ମଧ୍ୟ ମୋ ପାଇଁ ଭଲ ହେଲା। ରାଜା ଖୁସି ହେଲେ, କିନ୍ତୁ ଏକ ଛୋଟ କଥା ପାଇଁ ମନ୍ତ୍ରୀଙ୍କୁ ଦଣ୍ଡ ଦେଇ ଦୁଃଖ ଅନୁଭବ କଲେ। ତେଣୁ ରାଜା ମନ୍ତ୍ରୀଙ୍କୁ କାରାଗାରରୁ ବାହାରକୁ ନେଇଗଲେ। ଠିକ୍ ସେହିପରି ଆମ ଜୀବନରେ ମଧ୍ୟ ଅନେକ ଉତ୍ଥାନ ପତନ ଆସେ। ବେଳେବେଳେ କିଛି ଜିନିଷ ଆମର ଇଚ୍ଛା ଅନୁଯାୟୀ ହୁଏ ନାହିଁ। ତେଣୁ କେବେ ହେଲେ ନିରାଶ ହେବା ଉଚିତ ନୁହେଁ। ଯାହା ହେଉଛି ସବୁ ଭଲ ହେଉଛି। ପ୍ରତ୍ୟେକ ପରିସ୍ଥିତିରେ ଭୟଭୀତ ନ ହୋଇ ପରିସ୍ଥିତିକୁ ସାମ୍ନା କରିବାକୁ ହେବ। ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟ ନ ହରାଇ ଭଲ ସମୟ ଆସିବା ପର୍ଯ୍ୟନ୍ତ ଆମକୁ ବର୍ତ୍ତମାନର ପରିସ୍ଥିତିକୁ ସାମ୍ନା କରିବାକୁ ହେବ। ଯଦି ଆମର ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।